ମୁଁ ରମେଶ ଚନ୍ଦ୍ର ମିଶ୍ର, ସମ୍ପାଦକ ତ୍ରିଧାରା ସାହିତ୍ୟ ସଂସଦ ବଇଣ୍ଡା ଅନୁଗୁଳ। ଆସନ୍ତୁ ଶୁଣିବା ପୌରାଣିକ କଥାବସ୍ତୁ ଆଧାରିତ ମୋର ଏକ କ୍ଷୁଦ୍ର ଗଳ୍ପ ପରମାରାଧ୍ୟ ଶତ୍ରୁ। ଘର୍ଘର ନାଦ କରି ବିଜୁଳି ବେଗରେ ଯୁଦ୍ଧ ସାଜ୍ୟରେ ସଜ୍ଜିତ ରଥ ଆଗକୁ ଗଡ଼ୁଥିଲା। ପବନରେ ମିଳେଇ ଯାଉଛି ଯେମିତି। ତେବେ ଗତିର ଏହି ତୀବ୍ରତା ଶତ୍ରୁକୁ ବଧ କରିବା ପାଇଁ ନୁହେଁ, ଦର୍ଶନ ପାଇଁ। ସେ ନିଜକୁ କୃତ୍ୟକୃତ୍ୟ ମଣୁଥିଲା। ଆଖିରୁ ଅବାରିତ ଭାବରେ ଝରି ପଡ଼ୁଥିଲା ଭାବୋଚ୍ଛ୍ୱାସର ଅଶ୍ରୁ। ବିଗଳିତ ହୋଇଯାଉଥିଲା ହୃଦୟ କେଉଁ ଏକ ଅବ୍ୟକ୍ତ ଭାବରାଜିରେ। ଦୀର୍ଘଦିନର ପ୍ରତୀକ୍ଷା ପରେ ତା ପାଇଁ ଆସିଛି ବହୁ ଆକାଂକ୍ଷିତ ମୁହୂର୍ତ୍ତ। ଜୀବନ ତାର ସାର୍ଥକ ହେବ। ତାର ପରମାରାଧ୍ୟଙ୍କୁ ସେ ଆଜି ସାମ୍ନାସାମ୍ନି କରିବ ଯୁଦ୍ଧକ୍ଷେତ୍ରରେ ଶତ୍ରୁ ରୂପରେ। ଭକ୍ତିର, ପ୍ରେମର ଏମିତି ବି ବୈପରୀତ୍ୟ କ୍ରିୟା ଅଛି। ସେ ପୁଣି ତା ଭାଗ୍ୟରେ, ଏହା ସେ ଏବେ ବୁଝୁଛି। ସେ ବା ଆଉ କ'ଣ କରିବ? କ'ଣ ବା ଆଉ କରିପାରିଥାନ୍ତା ସେ? ସେ ତ ଆଉ ନିଜ ଆୟତ୍ତରେ ନାହିଁ ଯେ ଦୁଆରେ ତାର ପରମାରାଧ୍ୟଙ୍କୁ ପାଇ ଲମ୍ବଦଣ୍ଡ ହୋଇ ଗଡ଼ିଯିବ ତାଙ୍କ ପାଦ ତଳେ, ଆଉ ନିବେଦନ କରିବ ନିଜର ମୁକ୍ତି ପାଇଁ। ଏହା ହିଁ ତାର ପ୍ରାରବ୍ଧ ବୋଧ ହୁଏ। ତାର ଚିରବାଞ୍ଛିତଙ୍କୁ ସେ ପାଇବ ଶତ୍ରୁ ରୂପରେ। କ୍ଷଣିକ ପାଇଁ ବିଚଳିତ ହୋଇପଡ଼ିଥିଲା ସେ, ଯେତେବେଳେ ତାକୁ ଆଦେଶ ମିଳିଥିଲା ତାର ଇଷ୍ଟଙ୍କ ବିରୁଦ୍ଧରେ ତାକୁ ଆଗାମୀକାଲି ଯୁଦ୍ଧଯାତ୍ରା କରିବାକୁ ହେବ। ଶୟନେ ସ୍ୱପ୍ନେ ନିଦ୍ରା ଜାଗରଣେ ପ୍ରତିଟି ମୁହୂର୍ତ୍ତରେ ଯାହାଙ୍କ ନାମରସରେ ସେ ଜୀ ରହିଥିଲା, ଜେଜେବାପାଙ୍କ ଭବିଷ୍ୟବାଣୀକୁ ଆଧାର କରି ଯେ ସେ ତାର ପରମାରାଧ୍ୟଙ୍କୁ ଅବଶ୍ୟ ଦିନେ ସଶରୀରେ ସାକ୍ଷାତ କରିବ, ତାହା ତ ସତ ହେବାକୁ ଯାଉଛି। ମାତ୍ର ଏମିତି ଶତ୍ରୁ ଭାବରେ? ହାୟରେ ଭାଗ୍ୟ! ସେ ଠିକ୍ ଜାଣେ ତାର ମୃତ୍ୟୁ ତ ନିଶ୍ଚିତ, ମୁକ୍ତି ବି। ତାର ଇଷ୍ଟଙ୍କ ଠାରୁ ବଳଶାଳୀ ଏ ସଂସାରରେ ଆଉ କେହି ନାହାନ୍ତି। ମିଛରେ ବଡ଼ ବାପା ଶତ୍ରୁତା କରୁଛନ୍ତି। କାହାରି ଉପଦେଶ ପରାମର୍ଶକୁ କାନକୁ ନେଉନାହାନ୍ତି। ଗୋଟି ଗୋଟି ହୋଇ ଅନେକ ବୀର ମହାବୀର ତାଙ୍କର ଶକ୍ତିଶାଳୀ ଶସ୍ତ୍ରରେ ପ୍ରାଣତ୍ୟାଗ କଲେଣି। ଏପରିକି ବଡ଼ ବାପାଙ୍କ ମହାପରାକ୍ରମୀ ତଳ ଭାଇ ଶେଷ ସାହା ଖୁଣ୍ଟ, ମଝିଆ ବାପା କୁମ୍ଭକର୍ଣ୍ଣ, ଯାହାଙ୍କ ବାହୁବଳରେ ସେ ନିଜର ସାମ୍ରାଜ୍ୟକୁ ସୁବିସ୍ତୃତ କରିପାରିଥିଲେ। ତାଙ୍କର ଦୁଇ ପୁଅ ଶୁମ୍ଭ ନିଶୁମ୍ଭ ପର୍ଯ୍ୟନ୍ତ ସମସ୍ତେ ଚିରନିଦ୍ରା ଭଜିଲେଣି। ସତରେ ଲଙ୍କା ଥିଲା ବୀରମାନଙ୍କର ଚରାଭୂଇଁ। ଧୂମ୍ରାକ୍ଷ ବଜ୍ରଦଂଷ୍ଟ ଅକମ୍ପନ ପ୍ରହସ୍ତ ଦେବାନ୍ତକ ଅତିକାୟ ପ୍ରଜଙ୍ଘ କମ୍ପନ ଜୁପାକ୍ଷ ଶୋଣିତାକ୍ଷ କୁମ୍ଭ ନିକୁମ୍ଭ ମକରାକ୍ଷ, କେତେ କେତେ ବୀର ମହାବୀର ନଥିଲେ ଏ ମାଟିରେ। କିନ୍ତୁ କ'ଣ ହେଲା? ବଡ଼ ବାପାଙ୍କର ସାମାନ୍ୟ ଅପରିଣାମଦର୍ଶିତା ପାଇଁ ତାଙ୍କ ହୃଦୟର କାମନାର ନିଆଁରେ ପୋଡ଼ି ଜାଳି ପାଉଁଶ ହୋଇଗଲେ ଦେବତାମାନଙ୍କର ଛାତି ଥରାଇ ଦେଉଥିବା ବୀରମାନେ। ଲଙ୍କାକୁ ସୁରକ୍ଷା ଦେବାକୁ ଏବେ ବୀର କହିଲେ ବଡ଼ ବାପାଙ୍କୁ ମିଶାଇ ମାତ୍ର 4 ଜଣ। ତା ଭିତରୁ ପାତାଳରେ ରହୁଥିବା ଭାଇ ମହିରାବଣ କଥା ଛାଡ଼, ସେ ତ ସେଠି ତନ୍ତ୍ର ସାଧନାରେ ଦିନରାତି ମସଗୁଲ। ସେ କ'ଣ ଲଙ୍କା ଖବର ପାଇବେ ନା ଆସିବେ? ତେଣୁ ହିସାବରେ ସେ ନିଜେ ଆଉ ବଡ଼ ବାପାଙ୍କ 2 ପୁଅ ମେଘନାଦ ଭାଇ ଓ ବୀରବାହୁ ହେଉଛନ୍ତି ବଡ଼ ବାପାଙ୍କର ଶେଷ ସମ୍ବଳ। ଏତେ ସବୁ ଘଟଣା କେଡ଼େ ଚଞ୍ଚଳ ଘଟିଗଲା ସତରେ। ଏଇ କାଲି ଭଳି ଲାଗୁଛି। ବାପା ସେଦିନ ବଡ଼ ବାପାଙ୍କୁ କେତେ କରି ବୁଝାଇଲେ। ଶ୍ରୀରାମଙ୍କ ସମ୍ପର୍କିତ ଲଙ୍କାର ପ୍ରଥମ ଘଟଣା ତ ହନୁମାନଙ୍କର ଅଶୋକ ବନରେ ମା ସୀତାଙ୍କ ସହ ସାକ୍ଷାତ ଆଉ ହନୁମାନଙ୍କର ଗୋଳ ଯୁଦ୍ଧ। ବଡ଼ ବାପା ଯେ ମା ସୀତାଙ୍କୁ ଅପହରଣ କରି ଅଶୋକ ବନରେ ରଖିଛନ୍ତି, ଏ କଥା ପ୍ରଥମ କରି ସେଦିନ ପାରିଷଦମାନେ ଜାଣିଥିଲେ। ଏ ଘଟଣା ଜାଣିସାରିବା ପରେ ବାପା ସେଦିନ ରାଜସଭାରେ ବଡ଼ ବାପାଙ୍କୁ କେତେ ବୁଝାଇଲେ। ପ୍ରଭୁ ରାମଚନ୍ଦ୍ରଙ୍କ ମହାତପା ବିଶ୍ୱାମିତ୍ରଙ୍କ ଯଜ୍ଞସ୍ଥଳ ରକ୍ଷା କରିବାକୁ ଯାଇ ତାଡ଼କାସୁବାହୁ ବଧଠାରୁ ଆରମ୍ଭ କରି ମାରିଚଙ୍କୁ ବାଣରେ ସହସ୍ର ଯୋଜନ ଉଡ଼ାଇ ଦେବା ଭଳି କ୍ଷମତା କଥା, ମହାଶକ୍ତିଶାଳୀ ଶିବଧନୁ ଭଙ୍ଗ, ପୃଥିବୀର ଅଦ୍ୱିତୀୟ ମହାବୀର ବାଳିକୁ ବଧ କରିବା କଥା, ଖର ଦୂଷଣ ତ୍ରିଶିରା ଓ ସେମାନଙ୍କର ହଜାର ହଜାର ସୈନ୍ୟକୁ ନିପାତ କରିବା କଥା ଏକ ସାଧାରଣ ମାନବର ଶକ୍ତି ନୁହେଁ ବୋଲି ବୁଝାଇଲେ। ସେ ସାଧାରଣ ମାନବ ନୁହନ୍ତି, ସ୍ୱୟଂ ଅବତାରୀ ନାରାୟଣ। ତୁମେ ତ୍ରିଲୋକର ଶ୍ରେଷ୍ଠ ବେଦବିତ୍ ପଣ୍ଡିତ, ଜ୍ୟୋତିର୍ବିଦ ମଧ୍ୟ। ପିତାମହ ବ୍ରହ୍ମାଙ୍କର ଅଣନାତି ଭାବରେ ସାରା ସଂସାରରେ ତୁମର ସୁଖ୍ୟାତି ଅଛି। ଏ ସମ୍ମାନକୁ ଉପେକ୍ଷା କରି ପରନାରୀ ଅପହରଣ ଅତି ଲଜ୍ଜାର କଥା। ତା ଛଡ଼ା ସତୀର ଅଭିଶାପ, ଅପ୍ସରା ରମ୍ଭାର ଅଭିଶାପ, ଜେଜେବାପାଙ୍କର ଭବିଷ୍ୟବାଣୀ, ଏସବୁକୁ ମନେ ପକାଅ ଭାଇ। ଭୁଲ ହୋଇଯାଇଛି, ତାକୁ ସଂଶୋଧନ କରିବା। ଚାଲ, ମୁଁ ମଧ୍ୟ ତୁମ ସଙ୍ଗରେ ଯିବି। ମୁଁ କ୍ଷମା ମାଗିବି। ଶୁଣିଛି ସେ ବଡ଼ ଦୟାଳୁ, ନିଶ୍ଚୟ କ୍ଷମା କରିଦେବେ। କିନ୍ତୁ ହେଲା କ'ଣ? ଓଲଟା ତାଙ୍କୁ ଗୋଇଠା ମାରି ରାଜସଭାରୁ ବାହାର କରିଦେଲେ। ମୁହଁ ଚାହିଁବେନି ବୋଲି ଚରମ ବାଣୀ ଶୁଣେଇଦେଲେ।
एते सब घटीगला पर भी बड़ बापांकर चैतन्य उदय है ना किपरि निज भाग्य को निजे जानिबार ज्योतिषीय क्षमता रखिथिबा बड़ बापा एभली निर्बोध काम कले किपरि निजर वंश निपात हो जाउथिबा देखि तांकर ज्ञान उदय है ना कहीं एभली अनेक प्रश्न समाहित हो रही जाउथिला ता मन तले तरणीसेन मने मने कुरुड़ी उठुला आनंद निर्बोधपण हेउ बा जानी जानी हेउ यह निश्चित जे तार परमाराध्यଙ୍କ सह मिलित हेबा पई सुजोग सृष्टि करिसंती बड़ बापा मने मने कृतज्ञता जणाउथला तांको से जाने तार ए युद्ध यात्रा अणबाहुड़ा समस्तଙ୍କ परि से भी शोईजीव सबुदिन पाई एक कथा केवल से नुहे तार गर्भधारिणी जननी और सहधर्मिणी उभय मध्य जानती जे आज युद्ध यात्रा होउछि शेष यात्रा यह जानी मध्य से शोकाभिभूत होई नाहंती अवश्य अल्प समय पाई माइक दुख छुईथिले मध्य आनंदित भी होइछंती से माने विदाय देला बेले तो माँ शर्मा आशीर्वचन रे कहिछंती कर्तव्य आगरे प्रभु भी बड़ होई परिबेनी ए कथा भूली जीवनी पुत्र जन्मभूमि ऋण सुझिबारे अवहेला करुथिबा मनीष बारंबार ए धरणी रे जन्म नहीं थाए पत्नीर आखिर लुह ओठर हस बुझाईदेला देख मो आखिर लुह देखी बुझिबारे भूल करना जे तुमर शेष यात्रा पाई मु कांदुछि जाहाले भी आमे मायारे बंधा से ही माया मते कंदाउछि किंतु देख मो ओठरे हस तुमर मुक्ति निश्चित जन्म जन्मांतर चक्रु तुम मुक्ति पाई जाउछ तुमर एहा ठारु आउ अधिक कौन सौभाग्य होई पारे मुक्तिर मार्गदर्शक आम हाथ पाहांतारे तेणु जाओ युद्ध कर प्रभु बोली उपरोध करना कर्तव्य कर्मर टाण रज्जुरी निजको बांधी पकाओ पृथ्वी रे अखंड जसर अधिकारी हुओ सुनयनार आखिर लुह ओठर हस आउ वज्रगंभीर कंठर समन्वित रूप तरणीसेन पाई नुआ थिला खूब सुंदर दिसुथिला सेही समय रे आकाश रे सते कि एक बिजुली रेखा चक करी देखा देई स्थिर होई जाइछि तड़ित प्रवाह खेलीगला तरणीसेन हृदय रे तार भाग्य से पर स्त्री पाइछि पहाड़ी रास्ता रे रथर गति धीमेई जाउथिला तरणीसेन व्यस्त होई पडुथिला आ सारथी को सम्मानर सह शीघ्र चलाइबा को परामर्श देउथिला तरणीसेन हृदय भितर सृष्टि हेउथिला अपूर्व भावावेग रोमावली रे घन घन सिंहरण आखिरु अनवरत लोतकर धारा मुहरे रामतारक मंत्र मंत्री सुखसारण वर्णना अनुसार तार मानस पटरे आंकुथिला प्रभु श्रीराम रूप कोटिनिधि मिल जाइथिबार आनंदातिशय्य मन पक्षी तार चक्कर काटुथिला सुबलया पर्वत उपरे उदित सूर्यर रक्तिम आभा सुबलया पर्वत दे बिछाड़ी होई पड़लानी गहल गछलता हेतु छाउनी दिसु नथिला मने मने केवल कल्पना करुथिला केमिति होइथिबो छाउनीर नक्शा वृत्ताकार रे थिबो अगणन सैन्यमानकर पत्र कुड़िया पद्मफूलर केसर परी मझिरे थिबो श्रीरामंक कुड़िया तारी सामना को थिबो भ्रातृभक्त लक्ष्मणंकर ओ एई दुईटीर पाखापाखि थिबो बापा सुग्रीव जाम्बवान नल नील आदि मंत्री सेनापतिंकर कुड़िया हनुमान अंगद आदि बलवान बानर मानकर कुड़िया तो वृत्तर बाहर भागरे थिबो सुरक्षा दृष्टि पद्मफूल स्तर स्तर पाखुड़ा परी वृत्त परे वृत्त छोटरू बड़ क्रम पर्वतर पाद दिशा विस्तीर्ण एक खोला पड़िया ताहा ही युद्धस्थल यही पड़िया केते निरोला मुहूर्त से न कटई सते वीरबाहु सह वीरबाहु तार आदरर सान भाई बड़ बापांक पुओ चित्रसेन गंधर्वंक कन्या चित्रांगदा गर्भरु तार जन्म बड़ माँ स्वतंत्र महल रे रहंती वीरबाहु सह से माने माँ पुओ मात्र तांक महल को लगी बड़ बापांक महल बड़ माँ महल तेणु पिलाटी दिनरु वीरबाहु प्राय समय तरुणी सह खेलाखेली बुलाबुली करिथाए समुद्र कूल रे बुलिबा वनविहार करिबा प्राय सेमानकर नीतिदिनिया काम कारण एया जे लंकार एकमात्र एई दुईटी परिवार नारायणकर सार्वभौमत्व को स्वीकार करती अन्य माने शिवं को सचराचर श्रेष्ठ देवता बोली मानुथिबा बेले केतक तो ब्रह्मा को सृष्टिकर्ता और वंशर मूल इष्ट भाव रे प्राधान्य दियंती नारायण विरोधी से माने कहीं के जानी तांको शत्रु भाव रे धरि नेछंती बड़ माँ चित्रांगदा वीरबाहु आउ ता निज परिवार नारायण को ए संसार मूल बोली स्वीकार करती से माने जानती श्रीराम हेउछंती नारायण को अवतार बापा से दिन बड़ बापा सह सीता स्वयंवर उत्सव को मिथिला को जाई फेरिबा परे सब कथा बुझाई देथिले शिवधन को केमिति समस्त शक्ति खटाई केही उठाइबा तो दूरर कथा हलई पारलेनी किंतु किशोर श्रीराम पिला खेल भली एते बड़ प्रकांड धनु को उठाई गुण टंकारी भांगी देथिले तार वर्णना करथिले ता छड़ा पाषाण मूर्ति श्रीराम पादस्पर्श
ନାରୀ ଅହଲ୍ୟାରେ ପରିଣତ ହେବା କଥା। ଋଷି ବିଶ୍ୱାମିତ୍ରଙ୍କ ଯଜ୍ଞରେ ବିଘ୍ନ ଘଟାଉଥିବା ରାକ୍ଷସୀଙ୍କୁ ଦମନ କରିବା କଥା। ମହାଶକ୍ତିଶାଳୀ ବାଳିବଧର ଇତିବୃତ୍ତ ସବୁ କଥା ସେମାନେ ବାପାଙ୍କ ଠାରୁ ଶୁଣିଛନ୍ତି। ଏହି ପଡ଼ିଆ ଲଙ୍କା ନଗରୀ ଠାରୁ ବେଶ ଖଣ୍ଡେ ଦୂରରେ। ସୁବଳା ପର୍ବତର ମନୋରମ ଦୃଶ୍ୟ ସାଙ୍ଗକୁ ସୁନୀଳ ସାଗରର ବେଳାଭୂମି, ତାର ଅଳ୍ପ ଦୂରରେ ଥିବା ଏହି ବିସ୍ତୀର୍ଣ୍ଣ ପଡ଼ିଆର ସୁନ୍ଦର ଗମ୍ଭୀର ପରିବେଶ କାହିଁକି କେଜାଣି ତାକୁ ବହୁତ ଭଲ ଲାଗେ। ସେଥିପାଇଁ ମନକୁ ହାଲୁକା କରିବାକୁ ସେ ଏଠାକୁ ଚାଲିଆସେ ବୀରବାହୁ ସଙ୍ଗରେ। ସୃଷ୍ଟିର ଗହନ ତତ୍ତ୍ୱ, ଅନ୍ୟାୟ ଅଧର୍ମର ପରିଣତି, ପାପ ପୁଣ୍ୟର ଅନେକ କାହାଣୀ ଏଇଠି ଆଲୋଚିତ ହୁଏ। ପିତା ବିଭୀଷଣ ଆଉ ମାତା ସରମାଙ୍କ ଠାରୁ ଯାହା ଶୁଣିଥାଏ ସେସବୁ ଗପି ଚାଲେ। ବକ୍ତା ତରଣୀ, ଶ୍ରୋତା ବୀରବାହୁ। ଅବଶ୍ୟ ଏବେ ଆଉ ବୀରବାହୁ ଲଙ୍କାରେ ନାହିଁ। ମନରେ ତାର ଆଧ୍ୟାତ୍ମିକତାର ସ୍ଫୁରଣ ହୋଇଛି। ବର୍ତ୍ତମାନ ସେ କପିଳାସ ପର୍ବତର କେଉଁ ଏକ ଅଜ୍ଞାତ ଗିରିଶୃଙ୍ଗରେ ନାରାୟଣଙ୍କ ତପସ୍ୟାରେ। ନିକଟରୁ କୋଳାହଳ ଶୁଣି ସେ ବାହାର ଦୁନିଆକୁ ଫେରିଆସିଲା। ଏହି ଭିତରେ ସେ ଯୁଦ୍ଧକ୍ଷେତ୍ରର ବହୁତ ନିକଟତର ହୋଇଯାଇଥିଲା। ବାନର ଭଲ୍ଲୁକ ମାନଙ୍କର କୋଳାହଳରେ ଯୁଦ୍ଧକ୍ଷେତ୍ର ପ୍ରକମ୍ପିତ ହେଉଥିଲା। ନିଜର ପ୍ରସ୍ତୁତିକୁ ସେ ଆଉଥରେ ଦେଖିନେଲା। ଧନୁ ସ୍ଥାନରେ ଧନୁ, ଅସି ସ୍ଥାନରେ ଅସି, ମୁଦ୍ଗର ସ୍ଥାନରେ ମୁଦ୍ଗର, ବର୍ଚ୍ଛା ଭଲ୍ଲ ଆଦି ଠିକ୍ ଭାବରେ ଅଛି କି ନାହିଁ ପରଖି ନେଲା। ରଥ ଉପରେ ଥିବା ପତାକା ଉପରେ ସେ ପୁଣି ଥରେ ଆଖି ବୁଲେଇ ନେଲା। ସବୁ ଠିକ୍ ଠାକ୍ ଅଛି। ଏହା ଜାଣିବା ପରେ ସୈନ୍ୟବାହିନୀକୁ ସେ ଉଦ୍ବୋଧନ ଦେଲା। ସୈନ୍ୟଗଣ, ଆମେ ଶତ୍ରୁ ନିକଟରେ ପହଞ୍ଚି ଯାଇଛେ। ସାବଧାନ ହୁଅ, ବୁଦ୍ଧି ଲଗାଇ ଯୁଦ୍ଧ କର, ପ୍ରାଣର ଲୋଭ ରଖନା। ମନେ ରଖ, ଯୁଦ୍ଧରେ କେବଳ ଶରୀରର ବଳ କାମ କରିନଥାଏ, ଅଧିକ ଆବଶ୍ୟକ ହୋଇଥାଏ ବୁଦ୍ଧିର ବଳ। ଭୁଲିଯିବ ନାହିଁ, ଜନନୀ ଆଉ ଜନ୍ମଭୂମି ଉଭୟ ସମାନ। ଜନ୍ମଭୂମିର ବର୍ତ୍ତମାନ ବିପଦ ସମୟ। ଏହି ବିପଦ ସୃଷ୍ଟିକାରୀକୁ ସବୁବେଳେ ବିନାଶ କରିବାର ପଣ ନିଅ। ଏଥର କୁହ, ଜୟ ଜନ୍ମଭୂମି, ଜୟ ଲଙ୍କା ମାତା, ଜୟ ଲଙ୍କପତି ଦଶାରନ। ସୈନ୍ୟମାନେ ବିପୁଳ ଉତ୍ସାହରେ ଜୟଧ୍ୱନି କଲେ ଓ ପଡ଼ିଆ ଭିତରକୁ ଧସେଇ ପଶିଲେ। ଯୁଦ୍ଧର ନିୟମ ଅନୁସାରେ ତରଣୀସେନ ଶଙ୍ଖ ଫୁଙ୍କିଲା। ପ୍ରତ୍ୟୁତ୍ତରରେ ଧ୍ୱନିତ ହେଲା ସୁଗ୍ରୀବଙ୍କ ଓଠରେ। ପରେ ପରେ ଗର୍ଜି ଉଠିଲା ରଣସିଂହା। ତୁରୀ, ଢୋଲ, ନିଶାଣ ଆଦି ବୀର ବାଦ୍ୟରେ ଥରି ଉଠିଲା ରଣକ୍ଷେତ୍ର। ଉଭୟ ଦଳ ଚାହୁଁ ଚାହୁଁ ଲିପ୍ତ ହୋଇଗଲେ ଭୟଙ୍କର ଯୁଦ୍ଧରେ। ଗଦା ମୁଦ୍ଗରର ନିଷ୍ଠୁର ଶବ୍ଦ, ଅସିର ଝଣତ୍କାର ସହିତ ହଜାର ହଜାର ବାନର ଭଲ୍ଲୁକ ଓ ରାକ୍ଷସମାନଙ୍କର ବୀରତ୍ୱର ହୁଙ୍କାରରେ ଉଛୁଳି ଉଠିଲା ପରିବେଶ। ଉଭୟ ଦଳ ପକ୍ଷରୁ ଯନ୍ତ୍ରଣାସିକ୍ତ ମୃତ୍ୟୁକାଳୀନ ଆର୍ତ୍ତ ଚିତ୍କାରରେ ରଣସ୍ଥଳ ଆହୁରି ଭୟଙ୍କର ହେଲା। ଘଡ଼ିକ ପୂର୍ବରୁ ଶାନ୍ତ ନୀରବ ଗମ୍ଭୀର ଥିବା ପଡ଼ିଆର ମାଟି ରକ୍ତ ରଞ୍ଜିତ ହୋଇଗଲା। ଶକ୍ତିଶାଳୀ ବାନର ଭଲ୍ଲୁକ ମାନଙ୍କର ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହତ କରିବାକୁ ତରଣୀସେନ ନାରାଜ ବର୍ଷା କରୁଥିଲା ଅବାରିତ ଭାବରେ। ବାନର ଯୂଥପତିମାନେ ଜଣକ ପରେ ଜଣେ କିଏ ମୂର୍ଚ୍ଛାଗତ ହୋଇ ତଳେ ପଡ଼ୁଥିଲେ ତ କିଏ ପରାଜିତ ହୋଇ ପଛ ଘୁଞ୍ଚା ଦେଉଥିଲେ। ଅନ୍ୟ ରାକ୍ଷସ ଦଳପତିମାନେ ମଧ୍ୟ ଦୁର୍ବାର ଆକ୍ରମଣ କରୁଥିଲେ। ତରଣୀସେନ ଆଖି ବୁଲାଉଥିଲା ତାର ପରମ ଆରାଧ୍ୟ ପୁଣି ପରମ ଶତ୍ରୁ ଶ୍ରୀରାମଙ୍କୁ। ଖୋଜୁଥିଲା ସେ ତୀକ୍ଷ୍ଣ ନଜର ବୁଲାଇ। ଉଚ୍ଚସ୍ୱରରେ ସ୍ପଷ୍ଟ ଶୁଣାଇଦେଲା, ତୁମମାନଙ୍କର ଟିକିଏ ବି ଯଦି ପ୍ରାଣର ଲୋଭ ଥାଏ ତେବେ ମୋ ସାମ୍ନାକୁ ଆସନା। ମୋର ଲକ୍ଷ୍ୟ ତୁମର ସର୍ଦ୍ଦାର, ଯେ ତୁମକୁ ଏଠିକି କଢ଼େଇ ଆଣିଛି ଆଉ ମୋର ଜନ୍ମଭୂମିକୁ କନ୍ଦାଉଛି। ମୁଁ ସେହି ଅର୍ବାଚୀନକୁ ଦେଖିବାକୁ ଚାହେଁ। ସେ ତାର ଶକ୍ତି ପରୀକ୍ଷା ଦେଉ, ନଚେତ ପ୍ରାଣ ନେଇ ଅଯୋଧ୍ୟା ଫେରିଯାଉ। ଏ ରଣହୁଙ୍କାର ହନୁମାନଙ୍କ କାନରେ ପଡ଼ିଲା। ରାମନିନ୍ଦା, ଅସହ୍ୟ। ହନୁମାନ ସମ୍ଭାଳି ପାରିଲେନି। ଦୌଡ଼ି ଆସିଲେ ରଥ ସାମ୍ନାକୁ। ଗଦା ଉଠାଇ ତୀବ୍ର ବେଗରେ ଫିଙ୍ଗିଦେଲେ ତରଣୀସେନ ଉପରକୁ। ଗଦା ତରଣୀସେନ ନିକଟରେ ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ତାର ଏକ ଶକ୍ତିଶାଳୀ ନାରାଜ ମାଡ଼ରେ ଦିଗ ବଦଳାଇ ଭୂପତିତ ହେଲା ହନୁମାନ ନିକଟରେ। ମୁଷ୍ଟି ପ୍ରହାର ପାଇଁ ଧାଇଁ ଆସିଲା ବେଳେ ତରଣୀସେନର ଶରାଘାତରେ ମୂର୍ଚ୍ଛିତ ହେଲେ ମହାବୀର ପବନସୁତ ହନୁମାନ। ତାପରେ ପରେ ଏମିତି ସୁଗ୍ରୀବ, ଅଙ୍ଗଦ, ନଳ, ନୀଳ, ଜାମ୍ବବ, ଦୁର୍ମୁଖ, ଦୁର୍ବିନ୍ଦ ଜଣକ ପରେ ଜଣେ ଆସି ତରଣୀର ବାଣରେ ମୂର୍ଚ୍ଛିତ ହେଲେ। କ୍ରମେ ଶ୍ରୀରାମଙ୍କ ବାହିନୀରେ କଳରୋଳ ଧିମେଇ ଆସିଲା। ରାକ୍ଷସମାନଙ୍କର ବିଜୟୋଲ୍ଲାସର ବିକଟ ଚିତ୍କାରରେ ରଣଭୂମି ଉଛୁଳି ଉଠିଲା। ଚମକି ପଡ଼ିଲେ ଲକ୍ଷ୍ମଣ। ଏ କ'ଣ? ଯୁଦ୍ଧର ମାତ୍ର 2 ଘଡ଼ି ପରେ ଏ କେଉଁ ଜୟଧ୍ୱନି? ଅନ୍ୟ ଦିନମାନଙ୍କ ଠାରୁ ଆଜି ବ୍ୟତିକ୍ରମ କିପରି? ଭାଇଙ୍କ ନାଁ ବଦଳରେ ଜନ୍ମଭୂମିର ଜୟଧ୍ୱନି କାହିଁକି? ତେବେ କିଏ ଜନ୍ମଭୂମି ପ୍ରେମୀ ବୀର? ଚଞ୍ଚଳ ହୋଇ ଉଠିଲେ ଲକ୍ଷ୍ମଣ। ସେ ତ ଆଜି ଯୁଦ୍ଧର ସେନାନାୟକ। ମାଡ଼ି ଆସିଲେ ରଥାରୋହୀ ନିକଟକୁ। ଦେଖିଲେ ରଥ ଚାରିପଟେ ନୀରବରେ ଶୋଇ ଯାଇଛନ୍ତି ହନୁମାନ, ସୁଗ୍ରୀବ ଆଦି ମହାମହାବୀର। କ୍ଷଣିକ ପାଇଁ ବିସ୍ମୟ ବିଚଳିତ ହେଲେ ସୌମିତ୍ରେ। ଏଭଳି ଶକ୍ତିଶାଳୀ କ'ଣ ଲଙ୍କାରେ ଅଛନ୍ତି? କିଏ ରେ ତୁ ମୃତ୍ୟୁ ଲୋଭୀ ଯୁବକ? ଗର୍ଜି ଉଠିଲେ ଲକ୍ଷ୍ମଣ।
ଓ ତୁମେ ବୋଧେ ଶ୍ରୀରାମଙ୍କ ଅନୁଜ ଲକ୍ଷ୍ମଣ? ପଥ ଛାଡ଼, ମୋତେ ତୁମ ଭାଇଙ୍କ ପାଖକୁ ଯିବାକୁ ଦିଅ। ଆଗେ ମୋତେ ପରାଜିତ କର, ତାପରେ ଭାଇଙ୍କୁ ଭେଟିବ। ମୋ ଆଗରେ ଆଉ ବାଧକ ସାଧନା ଲକ୍ଷ୍ମଣ। ମୁଁ ଜାଣେ ତୁମେ ବୀର ଆଉ ବୁଦ୍ଧିମାନ। ଏ ଯୁଦ୍ଧସ୍ଥଳକୁ ଦେଖି କ'ଣ ଏତିକି ବୁଝିପାରୁନ ଯେ ମୋର ପ୍ରଭୁ ଶ୍ରୀରାମଙ୍କ ଦର୍ଶନରେ ଯେ ବାଧକ ହେଉଛି, କୋଉ ଦଶା ଭୋଗୁଛି? ଆଖି ନିଶ୍ଚୟ ପଡ଼ିଥିବ ଆସିଲା ବେଳେ। ହଁ, ଦେଖିଛି ଆଉ ବୁଝୁଛି, କିନ୍ତୁ ତୁମେ ଥରେ ଦେଖିନିଅ ତୁମର ଦର୍ଶନ ଏ ଜନ୍ମରେ ହୋଇପାରୁଛି କି ନାହିଁ। ମୋତେ ପରାଜିତ କଲେ ତ ଦର୍ଶନ ମିଳିବ। ବେଶ, ତେବେ ସମ୍ଭାଳ ଏବେ। ସରସନ୍ଧାନ କଲା ତରଣୀ ସେନ, ପ୍ରତ୍ୟସ୍ତ୍ର କଲେ ଲକ୍ଷ୍ମଣ। ଚାଲିଲା ଘୋର ସଂଗ୍ରାମ। ଉଭୟ ବୀରଙ୍କ ଶସ୍ତ୍ରର ଦିବ୍ୟ ଆଲୋକରେ ଯୁଦ୍ଧକ୍ଷେତ୍ର ଝଲସି ଉଠିଲା। ଲକ୍ଷ୍ମଣ ତ କମ୍ ଶକ୍ତିଶାଳୀ ନୁହନ୍ତି, କିନ୍ତୁ ବେଶୀ ସମୟ ପାଇଁ ନୁହେଁ। ଗୋଟିଏ ଦଣ୍ଡରେ ଲକ୍ଷ୍ମଣଙ୍କୁ ବି ମୂର୍ଚ୍ଛାରେ ଶୁଆଇଦେଲା ତରଣୀ। ତରଣୀ ପାଇଁ ଏବେ ପଥ ମୁକ୍ତ। ଆଗକୁ ଗୋଡ଼ିଲା ରଥ। କୁଟୀର ଭିତରେ ଥାଇ ଡଗର ମୁଖରୁ ସମସ୍ତ ସମ୍ବାଦ ପାଉଥିଲେ ଶ୍ରୀରାମ। ଲକ୍ଷ୍ମଣଙ୍କ ମୂର୍ଚ୍ଛା ଖବରରେ ବ୍ୟତିବ୍ୟସ୍ତ ହୋଇ କୁଟୀର ବାହାରକୁ ଝପଟି ଆସୁ ଆସୁ ପଚାରିଲେ ମିତ୍ର ବିଭୀଷଣଙ୍କୁ, କିଏ ବୀର ମିତ୍ର? ଏମିତି ବୀର କ'ଣ ଲଙ୍କାରେ ଅଛନ୍ତି? ଅନୁସରଣ କରୁ କରୁ ବିଭୀଷଣ ଉତ୍ତର ଦେଲେ, ଏ ବି ଭାଇ ଦଶାନନଙ୍କର ବଂଶଧର, ନା ତରୁ, ମହାଶକ୍ତିଶାଳୀ। ଶ୍ରୀରାମ ଦେଖୁଥିଲେ ଦ୍ରୁତ ଗତିରେ ମାଡ଼ି ଆସୁଛି ସାମ୍ନାରୁ ରଥ। ରଥର ଧ୍ୱଜାରେ ଲେଖା ହୋଇଛି ଶ୍ରୀରାମ, ତାଙ୍କର ନାଁ। ସୌମ୍ୟ ସୁଠାମ ଯୁବକ, ଅପୂର୍ବ ତେଜ ରାଶି ବିଚଳିତ ହେଉଛି ମୁଖମଣ୍ଡଳରୁ। ଦୀର୍ଘ ସମୟ ଧରି ଯୁଦ୍ଧରେ ଲିପ୍ତ ଥିଲେ ହେଁ ଟିକିଏ ବି ବିଚଳିତ ହୋଇନି ଯୁବକ। ଶାନ୍ତ ପ୍ରସନ୍ନ ମୁଖ, ଖୁବ୍ ଉଦ୍ଗ୍ରୀବ ଜଣାପଡ଼ୁଥିଲା। କ୍ରମେ ନିକଟକୁ ଆସିବା ପରେ ଶୁଣିପାରିଲେ ଶ୍ରୀରାମ ତା ମୁଖରୁ ନିଃସୃତ ହେଉଥିଲା ରାମ ତାରକ ମନ୍ତ୍ର। ଏ କ'ଣ? ରଥରେ ମୋର ନାଁ, ମୁହଁରେ ରାମ ତାରକ ମନ୍ତ୍ର? ଯୁବକ ଆଡ଼କୁ ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କରୁ କରୁ ପଚାରିଲେ ଶ୍ରୀରାମ। ହଁ, ଆପଣ ତ ଜାଣନ୍ତି ଏ ହେଉଛି ଲଙ୍କା। ଏଠି ରହନ୍ତି ରାକ୍ଷସ ଜାତି। ରାକ୍ଷସୀ ମାୟାରେ ଏମାନେ ସିଦ୍ଧହସ୍ତ, କେତେବେଳେ କ'ଣ ବି କରିପାରନ୍ତି। ଜୀବନରେ କେବେ ମିଛ କହିନଥିବା ବିଭୀଷଣଙ୍କୁ ଏମିତି କଥା କହିବା ପାଇଁ ବହୁତ ମାନସିକ ଶକ୍ତି ଖଟାଇବାକୁ ପଡ଼ିଲା। ଓ, ମୁଣ୍ଡର ଚିତା ବି ତ ଭିନ୍ନ। ରାମତିଳକ, ହଁ, ଏହା ଆପଣଙ୍କୁ ଭୁଲାଇବା ପାଇଁ। ତେବେ ଆଉ କ'ଣ ପ୍ରଭୁ? ଦେଖନ୍ତୁ, ଆମ ବାହିନୀର ପ୍ରାୟ ସମସ୍ତ ବୀର ଏ ମାୟାବୀର ସ୍ୱରାଘାତରେ ମୂର୍ଚ୍ଛାଗତ। ଶହ ଶହ ବାନର ଭଲ୍ଲୁକ ସୈନ୍ୟ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଉପରୋଧ କରନ୍ତୁନି, ସରସଂଯୋଜନା କରନ୍ତୁ। ପହଞ୍ଚି ଯାଇଥିଲା ରଥ ଶ୍ରୀରାମଙ୍କ ପାଖରେ। ରଥରୁ ଓହ୍ଲାଇ ଅପଲକ ଆଖିରେ ଚାହିଁ ରହିଲା ତରଣୀ ତାର ଜୀବନର ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ। ଅନେକ ବେଳ ଯାଏ, ତାପରେ ଲମ୍ବ ହୋଇ ପଡ଼ିଗଲା ତଳେ। ଆଖିରୁ ତାର ଝରଝର ହୋଇ ଝରି ଯାଉଥିଲା ପ୍ରେମର ଅଶ୍ରୁ। ଶ୍ରୀରାମ ମୁଗ୍ଧ ବିସ୍ମୟରେ ଚାହିଁ ରହିଥିଲେ ତାର ମୁହଁକୁ। କିଛି ବୁଝିପାରୁନଥିଲେ ସେ। କ'ଣ ଚାହଁ ତୁମେ? ଯୁଦ୍ଧ। ତୁମ ବିରୁଦ୍ଧରେ ମୁଁ ଶସ୍ତ୍ର ଉଠାଇବି ନାହିଁ, କାରଣ ତୁମେ ମୋତେ ଭଲ ପାଅ। ହଁ, ଭଲ ପାଏ, ମୋର ଆରାଧ୍ୟ ଆପଣ। ବେଶ, ତେବେ ଫେରିଯାଅ ଲଙ୍କା ନଗରକୁ। ଆପଣ କ'ଣ ତେବେ ଫେରିଯିବେ ଅଯୋଧ୍ୟାକୁ? ତୁମେ କ'ଣ ମୋ ଜାନକୀଙ୍କୁ ଆଣି ଦେଇପାରିବ? ନା, ଏହା ମୋର କ୍ଷମତାର ବାହାରେ। ତେବେ ଆପଣଙ୍କୁ ମୋତେ ବଧ କରିବାକୁ ହେବ। ତୁମ ସହ ମୁଁ ଯୁଦ୍ଧ କରିବି ନାହିଁ। ବେଶ, ତେବେ ପରାଜୟ ସ୍ୱୀକାର କରନ୍ତୁ। ମୁଁ ଆପଣଙ୍କୁ ବାନ୍ଧି ନେଇ ଲଙ୍କପତିଙ୍କୁ ଉପହାର ଦେବି। ଏହା କ'ଣ ତୁମର ଶେଷ କଥା? ହଁ, ମୁଁ ଲଙ୍କାର ନାଗରିକ। ମୋ ଜନ୍ମଭୂମିର ଶତ୍ରୁ ଆପଣ। ଜନ୍ମଭୂମିର ମାନ ରକ୍ଷା କରିବାକୁ, ରାଜାଦେଶ ପାଳନ କରିବାକୁ ମୁଁ ବାଧ୍ୟ। ତରଣୀ ସେନ କଣ୍ଠରେ ଫୁଟି ଉଠିଲା ଦୃଢ଼ତା। ଶ୍ରୀରାମ ସ୍ମିତ ହାସ୍ୟ ମୁଖରେ ଛଳ ଛଳ ଆଖିରେ ଦେଖୁଥିଲେ ଯୁବକକୁ। ମନ ଭିତରେ ତାଙ୍କର ଅସୁମାରୀ ଭାବନାର ତରଙ୍ଗ। ବଡ଼ ଆଶ୍ଚର୍ଯ୍ୟ ଏ ଯୁବକ। ଉଛୁଳା ଭକ୍ତିର ନୈବେଦ୍ୟରେ ଜିଣି ନେଉଛି ହୃଦୟ, ପୁଣି ଧନୁ ଧରି ଯୁଦ୍ଧ କରିବାକୁ ପ୍ରସ୍ତୁତ। ଅବଶ୍ୟ ଜନ୍ମଭୂମିର ମାନ ରକ୍ଷା ଓ ରାଜାଦେଶ ପାଳନ, ଯେଉଁ ଦୁଇଟି କଥା ସେ କହୁଛି ନିରାଟ ସତ୍ୟ। ନ୍ୟାୟର ଚରମ ସୋପାନରେ ଯିଏ ପହଞ୍ଚି ସାରିଛି ସେ ହିଁ କେବଳ ଏଭଳି କଥା କହିପାରେ। ଶ୍ରୀରାମଙ୍କ ଧ୍ୟାନ ଭଙ୍ଗ କଲେ ହନୁମାନ। ଚେତା ପାଇ ଜଣକ ପରେ ଜଣେ ଆସି ରୁଣ୍ଡ ହେଲେଣି ଶ୍ରୀରାମଙ୍କ ପାଖରେ। ହନୁମାନ କହିଲେ, ଏ ରାକ୍ଷସ ମାୟା ପ୍ରଭୁ, ଏହାର ମାୟାରେ ପଡ଼ନ୍ତୁନି। ଉଠାନ୍ତୁ ଧନୁ ଆଉ ଅନ୍ତ କରିଦିଅନ୍ତୁ ଏ ମାୟାବୀକୁ। ହନୁମାନଙ୍କ କଥାକୁ ସମର୍ଥନ କଲେ ଲକ୍ଷ୍ମଣ ଆଉ ସୁଗ୍ରୀବ। ଶ୍ରୀରାମ କିନ୍ତୁ ବୁଲି ଚାହିଁଲେ ବିଭୀଷଣଙ୍କ ମୁଖକୁ। ବିଭୀଷଣ ଟିକିଏ ଆଢୁଆଳରେ ଥିଲେ। ବିଭୀଷଣ ସଂକେତ ଦେଲେ ଯୁଦ୍ଧ କରିବା ପାଇଁ, ତଥାପି କୁଣ୍ଠିତ ଶ୍ରୀରାମ। ତରଣୀ ସେନ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲା। ଶ୍ରୀରାମଙ୍କ ସମ୍ପର୍କରେ ସେ ବାପାଙ୍କ ଠାରୁ ଯାହା ଶୁଣିଥିଲା ତାହା ଅକ୍ଷରେ ଅକ୍ଷରେ ସତ। ଏଡ଼େ ଦୟାଳୁ ମଣିଷ, ସତେ ଯେମିତି ପାହାଡ଼ି ଝରଣାଟିଏ। ଏମିତି ଦୟାରେ ଯଦି ସେ ବିଗଳିତ ହେଉଥିବେ, ତେବେ ତ ତାର ଆଶା ଆଶାରେ ହିଁ ରହିଯିବ। ନା, କିଛି ତ ଉପାୟ କରିବାକୁ ହେବ। ଉତ୍ତର ଦିଅନ୍ତୁ ଶ୍ରୀରାମ, ଆପଣ ଅଯୋଧ୍ୟା ଫେରିବେ ନା ମୋ ସହ ଯୁଦ୍ଧ କରିବେ? ସୀତାଙ୍କୁ ନ ନେଇ ଅଯୋଧ୍ୟା ଫେରିବାର ତ ପ୍ରଶ୍ନ ଉଠୁନି। ଶ୍ରୀରାମ ମ୍ଳାନ ହସି କହିଲେ, ବେଶ,
ତେବେ ସମ୍ଭାଳନ୍ତୁ ମୋର ବାଣ ଏଥର। କହୁ କହୁ ଆଉ ଅପେକ୍ଷା ନ କରି ଧନୁରେ ସର ସନ୍ଧାନ କଲା ତରଣୀ ସେନ। ପ୍ରଥମ ସର ଆସି ଶ୍ରୀରାମଙ୍କ ପଦସ୍ପର୍ଶ କଲା। ଏହାପରେ ତାର ଦ୍ୱିତୀୟ ଉଦ୍ୟମ। ଚାହୁଁ ଚାହୁଁ ଅକଳନ ସର ଆକାଶରୁ ଶ୍ରାବଣର ଜଳଧାରା ପରି ବର୍ଷି ଚାଲିଲା। ଶ୍ରୀରାମଙ୍କ ବାହିନୀରେ ହାହାକାର ଛାଇଗଲା। ଅନେକ ବାନର ଭଲ୍ଲୁକ ଧରାଶାୟୀ ହେଲେ। ସ୍ତବ୍ଧ ହୋଇଗଲେ ଶ୍ରୀରାମ। ତାର ଶକ୍ତିକୁ ପ୍ରଶଂସା କରୁ କରୁ କୋଦଣ୍ଡରେ ସରସନ୍ଧାନ କଲେ। ସେନାପତି ଭାବରେ ତ ପୁଣି ନିଜର ସୈନ୍ୟବାହିନୀକୁ ସୁରକ୍ଷା ଦେବାକୁ ହେବ। ତରଣୀ ସେନ ଠିକ୍ ଠଉରେଇଲା ଏଥର ଯେ ସୈନ୍ୟବାହିନୀକୁ ଛିନ୍ଛତ୍ର କଲେ ଶ୍ରୀରାମଙ୍କ କ୍ରୋଧ ସୃଷ୍ଟି ହେବ ଓ ସେ ତାର ଲକ୍ଷ୍ୟ ପ୍ରାପ୍ତ ହେବ। ବିନ୍ଧି ଚାଲିଲା ଅନେକ ବାଣ। ତରଣୀ ସେନର ବାଣକୁ ପ୍ରତିହତ କରିବାକୁ ଲାଗିଗଲେ ଶ୍ରୀରାମ। ଅନେକ ଦିବ୍ୟ ବାଣର ସନ୍ଧାନ ମଧ୍ୟ କଲେ ତରଣୀ ସେନକୁ ପରାସ୍ତ କରିବା ପାଇଁ। ମାତ୍ର ନା, ବୈଷ୍ଣବ ଅସ୍ତ୍ର ପାଶୁପତ ଅସ୍ତ୍ର ମଧ୍ୟ ହାର ମାନିଲା ତରଣୀ ସେନ ନିକଟରେ। ବରଂ ଦେଖାଗଲା ତରଣୀ ସେନର ସରବର୍ଷାରେ ଅନେକ ସୈନ୍ୟ ତ ଧରାଶାୟୀ ହେଲେ, ନିଜେ ଶ୍ରୀରାମ ମଧ୍ୟ ସରାଘାତରେ ଝିଙ୍କ ଭଳି ଦେଖାଗଲେ। କିଛି ସମୟ ପରେ ଶ୍ରୀରାମ ମଧ୍ୟ ଢଳି ପଡ଼ିଲେ। ଧନୁକୁ ଫିଙ୍ଗି ଦେଇ ତରଣୀ ସେନ ମାଡ଼ି ଆସିଲେ ଶ୍ରୀରାମଙ୍କ ନିକଟକୁ। କୋଳକୁ ତୋଳି ନେଲା ସେ। ନିଜର ଉତ୍ତରୀୟରେ ରକ୍ତ ପୋଛି ଦେଇ ମୃଦୁ ଜଳ ସିଞ୍ଚନ କଲା ଓ ବାୟୁ ସଞ୍ଚାରିତ କଲା ଶ୍ରୀରାମଙ୍କ ମୁହଁ ପାଖରେ। ଆଖିରୁ ଝରୁଥିଲା ଲୁହର ଶ୍ରାବଣ। ସେ ଜଳରେ ଶ୍ରୀରାମଙ୍କ ବକ୍ଷସ୍ଥଳ ଓଦା ହୋଇଯାଉଥିଲା। ଏ ସମ୍ବାଦ ବାୟୁ ଭଳି ଖେଳିଗଲା ସାରା ରଣସ୍ଥଳରେ। ସମସ୍ତେ ଆସି ସମବେତ ହେଲେ। ବାନରମାନେ ତିରସ୍କାର କରି ଚାଲିଲେ ତରଣୀକୁ। ସାହସ କିନ୍ତୁ ହେଉନଥିଲା ପ୍ରଭୁ ଶ୍ରୀରାମଙ୍କୁ ତା କୋଳରୁ ଛଡ଼େଇ ଆଣିବା ପାଇଁ। ହନୁମାନ ଓ ଲକ୍ଷ୍ମଣ ଆସି ପହଞ୍ଚିଗଲେ। ସେମାନେ କିଛି କହିବା ପୂର୍ବରୁ ଶ୍ରୀରାମ ତରଣୀ ସେନ ଆଡ଼କୁ ଚାହିଁ ସ୍ମିତ ହସିଲେ ଓ ଉଠି ପୁଣି ଧନୁ ଧରିଲେ। ସମସ୍ତଙ୍କ ଉଦ୍ଦେଶ୍ୟରେ ଘୋଷଣା କଲେ, ତୁମେମାନେ କେହି ବ୍ୟସ୍ତ ହୁଅ ନା, ରାକ୍ଷସ ସୈନ୍ୟଙ୍କ ସହ ମୁକାବିଲା କର, ମୁଁ ଏହାକୁ ସାମ୍ନା କରୁଛି। ପୁଣି ଆରମ୍ଭ ହେଲା ଯୁଦ୍ଧ, ତୁମୁଳ ଯୁଦ୍ଧ। ଉଭୟ ପକ୍ଷରୁ ସର ଛାଇ ହୋଇଗଲା ଆକାଶରେ। ଦିନ ଦ୍ୱିପ୍ରହର ସମୟ ସନ୍ଧ୍ୟାର ଭ୍ରମ ସୃଷ୍ଟି କଲା। ବୁଝିପାରୁନାହାନ୍ତି ଶ୍ରୀରାମ କୋଉ ଶସ୍ତ୍ରରେ ମୃତ୍ୟୁ ହେବ ଏ ଯୁବକର। ଶ୍ରୀରାମ ଅନନ୍ୟ ପାଅ। ତାଙ୍କ ମୁଖଭଙ୍ଗୀରୁ ବୁଝିପାରିଲା ତରଣୀ ତାଙ୍କ ଅନ୍ତରର ଉଦ୍ବେଳିତ ହେଉଥିବା ଭାବନା। ହଠାତ୍ ସେ କହିଲା, ମୁଁ ବରପ୍ରାପ୍ତ ପ୍ରଭୁ, ବ୍ରହ୍ମସର ମାରି ମୋତେ ଅନ୍ତ କରନ୍ତୁ। ଶ୍ରୀରାମ ସଙ୍ଗେ ସଙ୍ଗେ ବ୍ରହ୍ମସରର ସନ୍ଧାନ କଲେ। ଅନ୍ଧକାର ଆକାଶ ଦିବ୍ୟ ତେଜରେ ଆଲୋକିତ ହେଲା। ଘୋର ଗର୍ଜନରେ ଥରି ଉଠିଲା ପାହାଡ଼ ପର୍ବତ। ସାଗରରେ ସୃଷ୍ଟି ହେଲା ଉତ୍ତାଳ ତରଙ୍ଗ। ଧନୁ ଛାଡ଼ିଦେଲା ତରଣୀ ସେନ। ରଥରେ ବସିଗଲା ପଦ୍ମାସନରେ। ମୁଦ୍ରିତ ନୟନରେ ଧ୍ୟାନସ୍ଥ ହେଲା ସେ। ନିମିଷକେ ବ୍ରହ୍ମସର ତରଣୀ ସେନର ନାଭିସ୍ଥଳ ଭେଦ କଲା। ଧ୍ୟାନସ୍ଥ ମୁଖରୁ ଚିହିଁକି ଆସିଲା ଯନ୍ତ୍ରଣାର ଶବ୍ଦ, ଆଃ ଶ୍ରୀରାମ। ଅଦୂରରୁ ଯୁଦ୍ଧର ଭୟାବହତାକୁ ଲକ୍ଷ୍ୟ କରୁଥିଲେ ବିଭୀଷଣ। ହା ପୁତ୍ର କହି କାନ୍ଦି କାନ୍ଦି ଧାଇଁ ଆସିଲେ ତରଣୀ ସେନ ନିକଟକୁ। ଲୋଟି ପଡ଼ିଲେ ତରଣୀର ଶରୀର ଉପରେ। ଦୌଡ଼ି ଆସିଲେ ମଧ୍ୟ ଶ୍ରୀରାମ। ମୃତ୍ୟୁକୁ ଆଲିଙ୍ଗନ କରୁଥିବା ତରଣୀର ଆଖିରେ ଆଖି ମିଶାଇ ବିଭୀଷଣକୁ ପ୍ରଶ୍ନ କଲେ, ତୁମର ପୁତ୍ର ଆଗରୁ କହିଲ ନାହିଁ କାହିଁକି? ବିଭୀଷଣ ତଳକୁ ମୁହଁ ପୋତି ବିନମ୍ରର ସହ କହିଲେ, ମୁକ୍ତି ପାଇଁ ବ୍ୟାକୁଳ ତରଣୀ ସେନକୁ ମୁଁ ଅଟକାଇଥାନ୍ତି କାହିଁକି ପ୍ରଭୁ? ଶ୍ରୀରାମ ଏବେ ବୁଝିଲେ ବିଭୀଷଣ କାହିଁକି ତରଣୀର ପରିଚୟକୁ ଲୁଚାଉଥିଲେ ଓ ଅନ୍ୟ ସମସ୍ତଙ୍କ ସହ ଯୁଦ୍ଧ କଲାବେଳେ ତାଙ୍କ ପାଖରେ ରହୁଥିବା ବେଳେ ଆଜି କାହିଁକି ଦୂରେଇ ରହୁଥିଲେ। ତରଣୀର ଶରୀରକୁ କୋଳକୁ ନେଲେ ଶ୍ରୀରାମ। ତରଣୀର ଓଠ ଫାଙ୍କରେ ଖେଳିଗଲା ଚରମ ତୃପ୍ତିର ହସ। ଶ୍ରୀରାମଙ୍କ ମୁଖକୁ ନିର୍ନିମେଷ ନୟନରେ ଚାହିଁ ରହିଥିଲା ସେ। ଅସ୍ପଷ୍ଟ ଭାବରେ ତା ଓଠରୁ ସ୍ଫୁରୁଥିଲା ରାମ ରାମ ରାମ। ତରଣୀର ଶରୀର ଉପରେ ସ୍ନେହର ହାତ ବୁଲାଉ ବୁଲାଉ ଶ୍ରୀରାମ କହୁଥିଲେ, ପ୍ରକୃତରେ ତୁମ ବୀରତ୍ୱର ତୁଳନା ନାହିଁ ପୁତ୍ର। ତୁମ ବ୍ୟକ୍ତିତ୍ୱକୁ ମୁଁ ଅଭିବାଦନ ଜଣାଉଛି। ଜନ୍ମଭୂମିର ସୁରକ୍ଷା ଆଉ ରାଜାଦେଶ ପାଳନର ନୀତି ତ ତୁମଠୁ ଶିଖିବାକୁ ହେବ। ତରଣୀ ଓଠରେ ପୁଣି ଥରେ ସ୍ମିତ ହସର ଝଲକ ଖେଳିଗଲା। ତା ଆଖି ଆଗରେ ଘୁଟି ଯାଉଥିଲା ବହଳ ଅନ୍ଧାର। ସେ ଅନୁଭବ କରୁଥିଲା କେଉଁ ଏକ ବୃହତ୍ତମ ଆଲୋକ ପିଣ୍ଡ ଆଡ଼କୁ ଅଣାୟତ୍ତ ଭାବରେ ସେ ଓଟାରି ହୋଇଯାଉଛି। ଧନ୍ୟବାଦ।